ନୀଳଗିରି ଉପଜିଲ୍ଲାପାଳ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଘଟିଥିବା ବିବାଦ ପୁଣି ନେଲା ନୂଆ ମୋଡ଼। ଆଜି 11 ଘଟିକା ସମୟରେ ସାମ୍ବାଦିକ ପ୍ରକୋଷ୍ଠରେ ଏକ ନୀଳଗିରି ସାମ୍ବାଦିକ ସଂଘ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନୀଳଗିରି ସାମ୍ବାଦିକ ସଂଘର ସାମ୍ବାଦିକ ନୀଳଗିରି ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଓ ମୋବାଇଲ ଛଡ଼ାଇ ଦେବା ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ 8/11/24ରେ ଅବଗତ କରାଇଥିଲେ। ମାତ୍ର ଆଜକୁ 8 ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ପଦକ୍ଷେପ ନେଇନାହାନ୍ତି। ଏଥିପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଲିଖିତ ପ୍ରସ୍ତାବ ଗ୍ରହଣ କରାଯାଇଛି। ଆଗାମୀ 21 ତାରିଖ ପର୍ଯ୍ୟନ୍ତ ସମସ୍ତ ସାମ୍ବାଦିକ କୌଣସି ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ। 22 ତାରିଖ ଦିନ ଜିଲ୍ଲାପାଳଙ୍କୁ ଆଉ ଥରେ ପ୍ରତିନିଧି ଦଳ ଭେଟିବ ଏବଂ ତାଙ୍କ ସହିତ ସାକ୍ଷାତ ଆଲୋଚନା କରିବ ଏବଂ ସର୍ବସମ୍ମତିକ୍ରମେ 22 ତାରିଖ ପରେ ଅନ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଏକ ପ୍ରସ୍ତାବ ଗୃହୀତ ହୋଇଛି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। ଆପଣ ପରିଚୟ ଟିକେ ଦେବେ। ବିଜୟ ଲେଙ୍କା। ଆଜି ସାମ୍ବାଦିକଙ୍କର ଯେଉଁ ହେଉଥିଲା ମାନେ ବୈଠକଟା ହେଇଥିଲା, କ'ଣ ଡିସିସନ୍ ନିଆଗଲା? ବୈଠକ ଆମର ଆଜି ସମସ୍ତେ ବସିଥିଲେ, ସର୍ବସମସ୍ତେ କାମ ଗୃହୀତ ହେଲା। ଆମେ ଗତ 8 ତାରିଖ ଦିନ ଆମେ ଜିଲ୍ଲାପାଳଙ୍କୁ ଭେଟିଥିଲୁ। ଜିଲ୍ଲାପାଳଙ୍କୁ ଭେଟି ଆମର ଦାବିପତ୍ର ଦେଇଥିଲୁ ଯେ ଆମର ଯେଉଁ ଉପଜିଲ୍ଲାପାଳ ଆମ ନନ୍ଦିଘୋଷର ଯିଏ ଅଛନ୍ତି ପ୍ରତିନିଧି, ତାଙ୍କ ହାତରୁ ମୋବାଇଲ ଛଡ଼େଇ ନେଇଥିଲେ ଏବଂ ବିଭିନ୍ନ ପ୍ରକାର ଯେ କଥା ନେଇ ଆମେ ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲୁ। ଜିଲ୍ଲାପାଳ ଆମ ପାଖରୁ 15 ଦିନ ସମୟ ନେଇଥିଲେ ଏକଥାକୁ ବୁଝିବା ପାଇଁ। ଏହା ଭିତରେ 8 ଦିନ ବିତିଗଲାଣି। ଆଉ ସେଥିପାଇଁ ଆମେ ଆଉ 7 ଦିନ ବର୍ତ୍ତମାନ ସରକାର ଯେଉଁ ପ୍ରୋଗ୍ରାମ କରୁଛନ୍ତି ଆଡମିନିଷ୍ଟ୍ରେଟିଭ ଲାଇନ୍ର ଯେ ସବୁ ପ୍ରୋଗ୍ରାମ ହେବ, ସେ ପ୍ରୋଗ୍ରାମକୁ ଆମେ ବର୍ଜନ କଲୁ। 15 ଦିନ ଭିତରେ 22 ତାରିଖ ଦିନ ସୁଦ୍ଧା ଯଦି ସେ 21 ତାରିଖ ସୁଦ୍ଧା ସେ ଯଦି ନ ବୁଝନ୍ତି, ଆମେ 22 ତାରିଖ ଦିନ ଆମର ଏଠି ଯେଉଁ ସଂଘ ଅଛି, ସଂଘର ପ୍ରତିନିଧି ମଣ୍ଡଳ ଯାଇ ପୁଣି ଜିଲ୍ଲାପାଳଙ୍କୁ ଭେଟିବୁ। ତାର ପରବର୍ତ୍ତୀ ପନ୍ଥା ଆମେ ସେ 22 ତାରିଖ ଦିନ ବସିକି ଯାହା ଗ୍ରହଣ କରିବୁ। ଆଉ ଧନ୍ୟବାଦ। ଆପଣ ପରିଚୟଟା ଟିକେ ଦେବେ। ଲୋକନାଥ ଦଳେଇ, ସାମ୍ବାଦିକ, ବାଲେଶ୍ୱର। ଆଜି ଆପଣଙ୍କ ନେତୃତ୍ୱରେ ଏଠି ସାମ୍ବାଦିକଙ୍କର ଗୋଟେ ବୈଠକ ଚାଲିଥିଲା, କ'ଣ ଡିସିସନ୍ ହେଲା? ନାଇଁ, ଯେଉଁ ନୀଳଗିରିରେ ଯେଉଁ କାର୍ଯ୍ୟରତ ସାମ୍ବାଦିକ ମାନେ ଅଛନ୍ତି, ଗୋଟେ ଘଟଣାକୁ ନେଇକି କିଛି ସାମ୍ବାଦିକ ଓ ନୀଳଗିରିର ଯେଉଁ ଉପଜିଲ୍ଲାପାଳ ଅଛନ୍ତି ମ୍ୟାଡ଼ାମ ଶୁଭଶ୍ରୀ ରଥଙ୍କୁ ବାଇଟ୍ ନେବା ପାଇଁ ଯାଇଥିଲେ। ବାଇଟ୍ ଆଳରେ ତାଙ୍କୁ ମିସବ୍ୟବହାର କରିଥିଲେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ। ଏ ଘଟଣାକୁ ନେଇକି ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ନୀଳଗିରିରେ ଦଳଗତ ନିର୍ବିଶେଷରେ ସାମ୍ବାଦିକମାନେ ଏକତ୍ରିତ ହୋଇଥିଲେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏବଂ ବିଧିବଦ୍ଧ ଭାବରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସାକ୍ଷାତ କରିକି ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଏହାରି ଭିତରେ 8 ଦିନ ପାର ହୋଇଯାଇଛି, ଅତିବାହିତ ହୋଇଛି, କିନ୍ତୁ ପ୍ରଶାସନ ତରଫରୁ ଆମ ସହିତ କୌଣସି ଆଲୋଚନା ବି ଆରମ୍ଭ ହୋଇନାହିଁ। ଆମେ ଭାବିଲୁ ଯେ ନିଶ୍ଚିତ ଭାବରେ ପ୍ରଶାସନ ଆମେ ଯେହେତୁ ତାଙ୍କୁ 15 ଦିନ ଟାଇମ୍ ଦେଇଛୁ, 15 ଦିନ ମାନେ 21 ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରୁଛୁ। 21 ତାରିଖ ଭିତରେ ଯଦି ଜିଲ୍ଲା ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ନ ନେଲା କି ସାମ୍ବାଦିକମାନଙ୍କ ସହିତ ଆଲୋଚନା ନ କଲା, ତାହେଲେ ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକମାନେ ପୁଣି ଏକତ୍ରିତ ହେବେ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଆପଣେଇବେ। ଖାଲି ଗୋଟିଏ ପଦରେ କୁହାଯାଇପାରିବ, ସାମ୍ବାଦିକମାନଙ୍କର ନ୍ୟାଯ୍ୟ ଦାବି ଏବଂ ତାଙ୍କ ହକ୍ ପାଇଁ ସେ ମଧ୍ୟ ଲଢ଼େଇ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଧନ୍ୟବାଦ।